ଜୟ ଜଗନ୍ନାଥ। ନମସ୍କାର। ସନାତନ ଦର୍ପଣକୁ ସ୍ୱାଗତ। ମୁଁ ରବୀନ୍ଦ୍ର ପୁଲ୍ହାରୀ। ଅନନ୍ତ ବ୍ରହ୍ମାଣ୍ଡର ସୃଷ୍ଟି ରହସ୍ୟ ଜାଣିବା ପାଇଁ ଆମ ମନରେ ଅନେକ ପ୍ରଶ୍ନ ଆସେ। ଭଗବାନ କିଏ, କାହିଁକି ଏପରି ଅନନ୍ତ ବ୍ରହ୍ମାଣ୍ଡ ରଚିଛନ୍ତି? ଏ ବିଶ୍ୱ ବ୍ରହ୍ମାଣ୍ଡ କାହିଁକି ସୃଷ୍ଟି କରିଛନ୍ତି? ଭଗବାନ କ'ଣ ସତରେ ଅଛନ୍ତି? ଏ ବିଷୟରେ ଅନେକ ମତ ଆସେ। ମୋ ନିଜ ଜ୍ଞାନରୁ ଯାହା ବୁଝିଛି ତାହା ମୁଁ ଗଣିତ ମାଧ୍ୟମରେ ଆପଣମାନଙ୍କୁ ବୁଝାଇବି। ଗଣିତ ଆଧାରରେ ବିଜ୍ଞାନ ସୃଷ୍ଟି, ଗଣିତରୁ ବିଜ୍ଞାନ। ତେଣୁ ଗଣିତ ମାଧ୍ୟମରେ ବୁଝିବା ଆସନ୍ତୁ। ଶୂନର ମୂଲ୍ୟ କିଛି ନାହିଁ। ସେହି ଶୂନ ବିନା ଗଣିତ ହେବ ନାହିଁ। ଶୂନ ହେଉଛି ବ୍ରହ୍ମ, ଯାହାକୁ ଆମେ ଭଗବାନ କହୁଛୁ। ଦେଖନ୍ତୁ, ଶୂନ ଶବ୍ଦଟି ଆମେ ଉଚ୍ଚାରଣ କରୁଛୁ, ତାହା ମଣିଷ ନାମକରଣ କରିଛି। ଇଂରାଜୀରେ ତାକୁ ଜିରୋ କହୁଛନ୍ତି। ତେଣୁ ଭଗବାନଙ୍କର ନାମ ମଣିଷ ଡାକିବା ପାଇଁ ଅନେକ ଦେଇଛି। ପିଲାଟିଏ ଜନ୍ମ ହେଲେ ଯେପରି ତାର ନାମ ଦେଇଥାନ୍ତି, ଠିକ୍ ସେହିପରି ଯିଏ ଯେପରି ଭାବରେ ଭଗବାନଙ୍କୁ ଡାକିଲା ସେପରି ନାମକରଣ ଦେଲା। ବ୍ରହ୍ମକୁ ଆମେ ଶୂନ କହିବା। ଗଣିତରେ 9ଟି ସଂଖ୍ୟା ଅଛି। ସେହି ସଂଖ୍ୟାକୁ ନେଇ ଶୂନ ତାର ଗଣିତ ରଚନା କରୁଛି। ଯେପରି 1କୁ ନେବା, 1ର ଡାହାଣ ପାଖରେ ଶୂନ ରହିବାରୁ 10 ବୁଲାଉଛି। ମାତ୍ର ସେହି ଶୂନ ଯେତେବେଳେ ବାମ ପାଖକୁ ଆସୁଛି 1 ହେଉଛି। ତେଣୁ ଏଠାରେ ଶୂନ ତାର ମୂଲ୍ୟ ଦେଖାଉଛି। ଶୂନର କାମ ରହିଛି। ଶୂନର ଏହି କ୍ରିୟାକୁ ଆମେ ଭଗବାନ କହୁଛୁ। ଏହି କ୍ରିୟା ଦ୍ୱାରା ସୃଷ୍ଟି ସମ୍ଭବ ହେଉଛି। ଏହି କ୍ରିୟା 4ଟି ଅଙ୍ଗ ନେଇ ଗଠିତ: ଯୁକ୍ତ, ବିଯୁକ୍ତ, ଗୁଣ, ହର। ଏହି 4 କ୍ରିୟା ସମ୍ପାଦନ କରୁଛି, ଅନବରତ କରୁଛନ୍ତି। ତେଣୁ ସୃଷ୍ଟି ଅନବରତ ରହିଛି, ବିନାଶ ମଧ୍ୟ ହେଉଛି। ଅନବରତ ଏହା କାମ ଚାଲିଛି। ଗଣିତ ତତ୍ତ୍ୱ ମାଧ୍ୟମରେ ବୁଝିଲେ 9ଟି ସଂଖ୍ୟା ଯଥା 1, 2, 3, 4, 5, 6, 7, 8, 9 ଏଗୁଡ଼ିକ ହେଉଛି ମୁଖ୍ୟ ସୃଷ୍ଟି। ଏହି ମୁଖ୍ୟ ସୃଷ୍ଟି ସହ ମିଶି ଅନେକ ଉପସୃଷ୍ଟି ରହିଛି। ସମସ୍ତ ସୃଷ୍ଟି ଗୁଡ଼ିକ ଶୂନ ସହ ମିଳେଇ ଯାଏ ଏବଂ ଶୂନରୁ ଜନ୍ମ ନିଏ। କ୍ରିୟା ମାଧ୍ୟମରେ ଏହା ହେଉଥାଏ। ଶୂନ ଯୁକ୍ତ 1 ସମାନ 1, 1 ବିଯୁକ୍ତ 1 ସମାନ ଶୂନ। ଏଠାରେ ଶୂନରୁ ଯୁଗ କ୍ରିୟା ମାଧ୍ୟମରେ 1 ଜନ୍ମ ନେଉଛି ଏବଂ 1ରୁ 1 ବିଯୋଗ କ୍ରିୟା ମାଧ୍ୟମରେ ଶୂନ ହେଉଛି। ତେଣୁ ପ୍ରଥମ ସୋପାନରେ ସୃଷ୍ଟି ଓ ବିନାଶ ପାଇଁ ଯୋଗ ଓ ବିଯୋଗ କ୍ରିୟା ବିଶେଷ କାମ କରିଥାଏ। ଦ୍ୱିତୀୟ ସୋପାନରେ ଗୁଣନ ଓ ହରଣ କ୍ରିୟା ଦ୍ୱାରା ଅନେକ ଭଙ୍ଗା କାମ ନୀତି ଚାଲୁଥାଏ। ଏହାକୁ ନିୟତି କୁହାଯାଏ। 2 ଭାଜିତ 2 ସମାନ 1, 2 ଗୁଣନ 1 ସମାନ 2।
ଗଣିତରେ ଯେପରି କାମର ଅନ୍ତ ନାହିଁ, ସଂଖ୍ୟାର ଅନ୍ତ ନାହିଁ, ଠିକ୍ ସେହିପରି ସୃଷ୍ଟିର ଅନ୍ତ ନାହିଁ, ଅନନ୍ତ ଭାବରେ କାମ ଚାଲୁଅଛି, ଚାଲି ଆସୁଅଛି ଏବଂ ଚାଲି ଆସୁଥିବ। ବିନ୍ଦୁ, କମା, ବନ୍ଧନୀର ଗୁରୁତ୍ୱ ଯେପରି ଗଣିତରେ ଅଛି, ଠିକ୍ ସେହିପରି ସୃଷ୍ଟିରେ ମଧ୍ୟ ରହିଛି। ସମାନ ଚିହ୍ନର ଗୁରୁତ୍ୱ ଗଣିତରେ ଯେପରି ଅଛି, ସୃଷ୍ଟିରେ ମଧ୍ୟ ରହିଛି। କ୍ରିୟାମାନଙ୍କ ମଧ୍ୟରେ ସମାନତା ସୃଷ୍ଟିର ସମାନତା ରକ୍ଷା କରେ। ଅସମାନତା ଆସିଲେ ବିଲୟ କରି ନୂଆ ସୃଷ୍ଟି କରାଇ ସମାନତା ରକ୍ଷା କରେ। ସମାନତାକୁ ଧର୍ମ କୁହାଯାଏ, କ୍ରିୟାକୁ କର୍ମ କୁହାଯାଏ। ଗଣିତରେ ଯେପରି ଅନେକ ନିୟମ ଅଛି, ସୃଷ୍ଟିରେ ମଧ୍ୟ ସେହି ନିୟମ ଚାଲି ଆସୁଅଛି। ଗଣିତରେ ଯେପରି ସଂଖ୍ୟାରେଖା ଅଛି, ସୃଷ୍ଟିରେ ମଧ୍ୟ ଠିକ୍ ସେହିପରି ସଂଖ୍ୟାରେଖା ଅଛି। ଶୂନ ମଝିରେ ରହି ଯେପରି କାମ କରିଥାଏ, ଶୂନ ବ୍ରହ୍ମ ମଧ୍ୟ ବ୍ରହ୍ମାଣ୍ଡର କାମ ରଚିଥାଏ। ପିଣ୍ଡ ଓ ବ୍ରହ୍ମାଣ୍ଡର ଗଠନ ଶୈଳୀ ଏକା। ଏହାକୁ ପୁନର୍ଜନ୍ମ କୁଣ୍ଡଳୀ କୁହାଯାଏ। ବିନ୍ଦୁରୁ କ୍ରିୟା ସଞ୍ଚାର ହୋଇ ସମ୍ପନ୍ନ ହୋଇଥାଏ। ବିନ୍ଦୁର ମହତ୍ତ୍ୱ ସୃଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ଗଣିତରେ ବିନ୍ଦୁକୁ ଚିହ୍ନିବା ପାଇଁ ଅତି କ୍ଷୁଦ୍ର ମାଧ୍ୟମ କରୁ। ମାତ୍ର ସୃଷ୍ଟିର ବିନ୍ଦୁ ଆଦି ଅନନ୍ତ ଭାବରେ ରହିଥାଏ, ଯାହା ଦେଖିବାକୁ ଚାହିଁଲେ ଦେଖାଯାଏନି। ତାର ଅନନ୍ତ କ୍ରିୟା ବହୁତ ଜଟିଳ। କ୍ରିୟା ମାଧ୍ୟମରେ ସମସ୍ତ ସୃଷ୍ଟି ଶୂନ ସହ ସମାହିତ ହେଉଛି ଏବଂ ଉତ୍ପତ୍ତି ହେଉଛି। ଗଣିତ ମାଧ୍ୟମରେ ବୁଝିଲେ ବିଜ୍ଞାନ ଯୁଗରେ ଆମେ ଭଗବାନଙ୍କୁ ବୁଝିପାରିବା। ଧର୍ମ, କର୍ମ ଓ ଭଗବାନଙ୍କ ଉପରେ ଯେଉଁ ପ୍ରଶ୍ନ ଆସୁଛି, ତାକୁ ଆମେ ଗଣିତ ମାଧ୍ୟମରେ ବୁଝିଲେ ବୁଝିପାରିବା ଏବଂ ବିଶ୍ୱାସ ସହ ସତ୍ୟ ପ୍ରକାଶ କରିପାରିବା। ନିୟତି ପ୍ରତି ବିଶ୍ୱାସ ପାଇବ। ଗଣିତ ତତ୍ତ୍ୱ ହିଁ ସନାତନ, ସନାତନ ହିଁ ସତ୍ୟ, ସତ୍ୟ ହିଁ ବ୍ରହ୍ମ, ଯାହା ସ୍ୱୟଂ ବ୍ରହ୍ମ। ଗଣିତ ମାଧ୍ୟମରେ ଯଦି ଧର୍ମର ସମସ୍ତ ପ୍ରଶ୍ନର ଉତ୍ତର ପାଇବାକୁ ଚାହୁଁଛନ୍ତି, ତେବେ ମୋର ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ। କମେଣ୍ଟ ମାଧ୍ୟମରେ ଜାଣିବାକୁ ଚାହୁଁଥିଲେ ଲେଖନ୍ତୁ। ମୋ ମନରେ ଥିବା ତଥ୍ୟ ଯାହା ମୁଁ ସତ୍ୟ ବୋଲି ଭାବୁଛି, ତାକୁ ପ୍ରକାଶ କରିବା ପାଇଁ ମୁଁ ଚ୍ୟାନେଲକୁ ଆସିଛି। ବଡ଼ ହେବା ଆଶାରେ ନୁହେଁ। ଜଗନ୍ନାଥଙ୍କର ଦୁଇଟି ଚକା ଆଖି କାହିଁକି? ଗଣିତ ମାଧ୍ୟମରେ ଗୋଟିଏ ହୁଏ ନା ନାହିଁ? ଜାଣିବାକୁ ଚାହୁଁଥିଲେ କମେଣ୍ଟ କରନ୍ତୁ। ଯଦି ଆପଣଙ୍କ ମନରେ ଏହିଭଳି ଅନେକ ପ୍ରଶ୍ନ ଥାଏ, ସେ ପ୍ରଶ୍ନକୁ ମଧ୍ୟ ରଖିପାରିବେ। ଜୟ ଜଗନ୍ନାଥ।